ପାଞ୍ଚ ନମ୍ବର ଆଉ 6 ନମ୍ବର ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେଖ ନା କ'ଣ ଲେଖା ହେଇଛି 5 ନମ୍ବର, ସମ୍ରାଟ ଦିଲ୍ଲୀପ କେନ ପ୍ରକାରେଣ ନନ୍ଦିନୀ ସେବାମ କୃତବାନ। ଏହାର ଆଉ ଭୂପତି କଥମ ଛାୟାବା ନନ୍ଦିନୀ ଅନୁଗଚ୍ଛତ। ଏଇ ଦୁଇଟି ପିଲାମାନେ ତୁମେ ଯଦି ମିଶାଇ ଦେବ, ଏତିକି ପଢ଼ି ଦେଇକି ଯିଏ ବି ପଢ଼ି ଦେଇଥିବ ଏ ଦୁଇଟି ଏତିକି ଟିକେ ମିଶାଇ ଦେଇକି ପଢ଼ିଦେବ, ସେ ଗୋଟେ ଲଙ୍ଗ୍ ଟାଇପ୍ ବି ଆଟେଣ୍ଡ କରିଦେବ। କାରଣ କୋଶ୍ଚିନ୍ ଆସିଯିବ ରାଜା ଦିଲ୍ଲୀପସ୍ୟ ଗୋ ସେବାମ ବର୍ଣ୍ଣୟତ କିମ୍ବା ନନ୍ଦିନୀଙ୍କ ସେବା ବର୍ଣ୍ଣୟତ। ଏଇ ଦୁଇଟାକୁ ତୁମେ ମିଶାଇ ଦେଇକି ଲେଖିଦେଲେ ଏହାର ଆନ୍ସର୍ ଠିକ୍ ଠାକ୍ ପାଇଯିବ ପିଲାମାନେ। ଯେ ରାଜା ଦିଲ୍ଲୀପ ତୃଣର ଗ୍ରାସ ପ୍ରଦାନ କରି ଆବଶ୍ୟକ ସ୍ଥଳେ ନନ୍ଦିନୀଙ୍କ ଶରୀରକୁ କୁଣ୍ଡାଇ ଦେଉଥିଲେ, ଦେହରେ ବସୁଥିବା ମଶା ମାଛି ଇତ୍ୟାଦିକୁ ଘୋଡ଼େଇ ଦେଇ ଏବଂ ତାଙ୍କ ସ୍ୱଚ୍ଛନ୍ଦ ଗତିରେ ବାଧା ନ ଦେଇ ନନ୍ଦିନୀଙ୍କ ସେବାରେ ତତ୍ପର ହୋଇଥିଲେ। ଆଉ କେମିତି ତାଙ୍କୁ ଛାଇପରି ଅନୁସରଣ କରିଥିଲେ? ରାଜା ଦିଲ୍ଲୀପ ବନ ଭ୍ରମଣ କାଳରେ ନନ୍ଦିନୀ ଠିଆ ହୋଇଥିଲା ବେଳେ ନିଜେ ଠିଆ ହୋଇପଡ଼ୁଥିଲେ, ନନ୍ଦିନୀ ଚାଲିଲେ ନିଜେ ଚାଲୁଥିଲେ, ନନ୍ଦିନୀ ବସିଥିଲେ ନିଜେ ବସି ପଡ଼ୁଥିଲେ ଏବଂ ନନ୍ଦିନୀଙ୍କ ଜଳପାନ ପରେ ନିଜେ ଜଳ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ଏଇଭଳି ଶରୀରକୁ ଛାଇ ଅନୁସରଣ କଲା ପରି ରାଜା ଦିଲ୍ଲୀପ ନନ୍ଦିନୀଙ୍କୁ ଅନୁସରଣ କରୁଥିଲେ। ଏଇ ଦୁଇଟି ଯେ ସଟାଇ ଭାବିବନି ଏଟାକୁ ପିଲାମାନେ, এই ଦୁଇଟାକୁ ଯଦି ଦେଖିଦେଇକି ତୁମେ ଯାଇଥିବ ନା, ଗୋଟେ ଲଙ୍ଗ୍ ଟାଇମ୍ ତୁମର ପଡ଼ିବ ଲଙ୍ଗ୍ ଟାଇମ୍, ତୁମେ ନିଶ୍ଚିନ୍ତ ସେଇଟାକୁ ଆଟେଣ୍ଡ କରିକି ଲେଖିଦେଇପାରିବ। ଠିକ୍ ଅଛି।